ମାଥ୍ୟୁ 5:44 ପଦରେ ଯୀଶୁ କୁହନ୍ତି, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ତୁମମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମେମାନେ ତୁମମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ। ଏହି ବାକ୍ୟରେ ଯୀଶୁଙ୍କର କହିବାର ଅର୍ଥ ହେଉଛି, ଯିଏ ତୁମମାନଙ୍କୁ ଅପମାନ କରିଛି, ଘା ଦେଇଛି, ତାଙ୍କ ପାଇଁ ମନରେ କ୍ଷମା ଓ ମୁଖରେ ପ୍ରେମ ରଖ। ଏହା ହିଁ ଯୀଶୁଙ୍କର ପଥ। ସେ ଶତ୍ରୁ ପାଇଁ ମୃତ୍ୟୁବରଣ କଲେ। ରୋମିଓ 5:10 ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହେଲେ ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା। ଲୁକ 23:34 ପଦରେ ଯୀଶୁ ନିଜର ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି, ହେ ପିତା, ଏମାନଙ୍କୁ କ୍ଷମା କର, ଏମାନେ କ'ଣ କରୁଅଛନ୍ତି ଏମାନେ ଜାଣନ୍ତି ନାହିଁ। ଯୀଶୁ ଈଶ୍ୱରଙ୍କ ପୁତ୍ର ହେଇ ସୁଦ୍ଧା ନିଜର ଶତ୍ରୁମାନଙ୍କୁ ପ୍ରେମ କଲେ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। କ'ଣ ଆପଣମାନେ କେବେ ପ୍ରାର୍ଥନା କରିଅଛନ୍ତି ଆପଣମାନଙ୍କ ଶତ୍ରୁମାନଙ୍କ ନିମନ୍ତେ? ପ୍ଲିଜ୍ କମେଣ୍ଟ କରି ଜଣାନ୍ତୁ।